किए तमे और काहे की एठी आछो हे रूपसी मु हेउची एई दीप्तिगढ़ राज्यर राजा मधुसूदन ज्येष्ठ पुत्र नाम मोर अजय। अजय हाँ आसी फूल उद्यान को मत मन पड़गला जे बहुत दिन है शिव मंदिर जाए से आज मु देवदेव महादेव को दर्शन करने आसी शिव मंदिर को आपण किए मो किए हेलो सखी आरो से पचारछंती मो किए सतरे से चाहछंती जे मो संपूर्ण ठिकाना कोन ताले अपा हां कहि दब किलो कहबा कहि दौरा कहबी हां ताहले कहूची ए विदेशी अरे पसी ताहले सुना मो परिचय परिचय सुना परिचय मोहरा आहे रसराज शेखर सुना परिचय मोहरा आहे रसराज शेखर सुना परिचय मोहरा रसराज शेखर परिचय 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 मोहरा कपिया परिचय मोहरा रसिका पिया तापरे तापरे अरे कुह साखी मेले आसी दिल मो मंदिरा को पूजी मंदिरे देखली मो तमा को साखी मेले आसी दिल मो मंदिरा को मंदिरे देखली मो तमा को ए सुलचना सबर सुलचा सुरभि नम मोहरा विसर्जित मो पियारा सुरभि नम मोहरा विसर्जित मो पियारा मणिपुरा मणिपुरा मणिपुरे मोहरा रसिका पिया मणिपुरे मोहरा रसिका पिया ताले सुनिल तो मो परिचय ठीक अच्छी तुम परिचय सुनी सारी हेलो सखी हेलो चलो लो घर को फेरी जीवा इमा परिचय देखी एमती चाली जीवा ए बोलो से मते परिचय देले को तांको परिचय देली तो कोन करबा आलु अपा हां से देखिबा को केमती देखा जाय जल्दी देखिला ए बोलो सईता फूल गोटे परपुरुष को समिति कहइबाटा तमरा फूल नालो ना सेटा बोल नुए
ଆଲୋ ଏ ସଖୀ ଚାଲ ଘରକୁ ଫେରି ଯିବା। ଆଲୋ ଏ ଅପା ତମେ ବୋଧେ ଭୁଲି ଯାଉଛ କଣ? ଦେବଦେବ ମହାଦେବ ଏଇଟା ତୁମକୁ ଗୋଟିଏ ଉପହାର ଦେଇଛନ୍ତି ମା। ଆଲୋ ସଖୀ ସେମିତି କଥା କୁହନି। ତାହେଲେ ଠିକ ଅଛି ଚାଲ ଯିବା। ହଁ ଜାଣିଛ ମୋ ପିତା ଯଦି ଚାହିଁବେ ତାହେଲେ ମୋ ପାଇଁ ଆଉ କୋଉ ପୁଅ ସହିତ ବାହା କରିଦେବେ, କିନ୍ତୁ ମୋ ମନ ଇଚ୍ଛାରେ ମୁଁ କେବେ ହେଲେ ବାହା ହେବିନି। ଛେନା ଗୁଡଟା କରିବେ ଚାଲ। ଚାଲ। ଆଲୋ ରୂପସୀ କଣ କହିଲ? ସତରେ ଚାଲି ଯାଉଛ? ହଁ। ଆଉ ଚାଲି ମଧ୍ୟ ଯିବ? ଆଲୋ ଏ କହ। ମୋ ପରିଚୟ ଯେତେବେଳେ କହିସାରିଛ ମୋ ପରିଚୟ ମନ ଦେଇକି ଶୁଣିବ ନା ନାହିଁ? କଣ ହଁ କଣ କହିଲ? ଆଉ କିଛି ସମୟ ଏଠି ତୁମେ ରହିଲେ ଭଲ ହୁଅନ୍ତା। ତାହେଲେ କଣ କରିବାକୁ ଚାହୁଁଛ? ମୁଁ ତୁମକୁ ମୋ ହୃଦୟର କଥା କହିବାକୁ ଚାହୁଁଛି। ଇମା ହଁ ତ କୋଉ କଥା? କୋଉ କଥା? ହଁ ଆରେ ତୁମେ କିଛି ବି ଜାଣିପାରୁନ? ନା ଆଲୋ ଏ ରୂପସୀ କହୁନ। ମୁଁ ନା ତୁମକୁ ତୁମେ ହଁ ତୁମକୁ ମତେ ଏଇ ଦେବଦେବ ମହାଦେବଙ୍କ ମନ୍ଦିରରେ ପ୍ରଥମ ଥର ପାଇଁ ଦେଖିଲି ନା, ସେଇ ପ୍ରଥମ ଦେଖାରେ ହିଁ ମୁଁ ତୁମକୁ ଭଲ ପାଇ ସାରିଛି। ହେ ଭଗବାନ। ଆରେ କାହିଁକି ଏ ଭଗବାନ କହୁଛ? ମୁଁ କଣ ଦେଖିବାକୁ ଅସୁନ୍ଦର ଦେଖାଯାଉଛି? ନା ନା ତମେ ଦେଖିବାକୁ ସୁନ୍ଦର ଦେଖାଯାଉଛ, ହଁ କିନ୍ତୁ ଜାଣିଛ? ହଁ ଆରେ ବାବା ମୁଁ ତୁମକୁ କେବେ ହେଲେ ପ୍ରେମ କରିପାରିବିନି। ଦେଖ ତୁମେ ବୁଝିବାକୁ ଚେଷ୍ଟା କର, ନା ନା ବୁଝିବାକୁ ଚେଷ୍ଟା କର। ନା ନା ମୁଁ ତୁମ କଥାରେ ରାଜି ହେବିନି। ଚାଲିଯିବ ତାହେଲେ ଠିକ ଅଛି, ଯାଅ। ରୂପସୀ ଚଲ, ମୁଁ ଜଣକୁ ବୁଝେଇଲା ପତ୍ରେ ତୁମେ କାହିଁକି ଡିଷ୍ଟର୍ବ କରିବାକୁ ଚାହୁଁଛ? ଚାରୁ ହାସି ରୂପସୀ ଲଲନା ଶୁଣିପାରୁଛ ନା? ହଁ ସାହିତ୍ୟରେ ଲେଖ ମୋ ଠିକଣା, କଣ କହୁଛ? ପରିଚୟ ମୋହର ସ୍ମୃତି ପଥେ ତୁମର, ମନେ ଆଉ ନ କରି ଭାବନା। ଓ ସାହିତ୍ୟରେ ଲେଖ ମୋ ଠିକଣା, ଚାରୁ ହାସି ରୂପସୀ ଲଲନା, ସାହିତ୍ୟରେ ଲେଖ ମୋ ଠିକଣା, ପରିଚୟ ମୋହର ସ୍ମୃତି ପଥେ ତୁମର, ପରିଚୟ ମୋହର ସ୍ମୃତି ପଥେ ତୁମର, ମନେ ଆଉ ନ କରି ଭାବନା। ଓ ସାହିତ୍ୟରେ ଲେଖ ମୋ ଠିକଣା, ଓ ସାହିତ୍ୟରେ ଲେଖ ମୋ ଠିକଣା। ତାପରେ କଣ ଅଛି ଜାଣିଛ? ଆସି ମୁଁ ଶିବଙ୍କ ମନ୍ଦିର, ତୁମ ସାଥେ ମୋର ହେଲା ଦେଖା ସାକ୍ଷାତ, ନାବ ଯୌବନୀ ଅଟ ଚାରୁ ହାସି, ମନା କରୁଅଛ କାହିଁକି ରୂପସୀ, ଦିଶିଗଡ଼ ରାଜ୍ୟ ଅଟେ ମୋର ବାସ ପୀଡ଼ା।
ଭଲ ପାଇ ସାରିଛି। ନା ନା ସେଇଟା ତମର ଭୁଲ। ଆଉ ଜାଣିଛ ହଁ ତମେ ଗୋଟେ କେମିତି ପୁଅ ଯେ ଏଠି ମା କୁହ। ମାଉସୀ ମା ସମସ୍ତେ ଅଛନ୍ତି। ହଁ ତ ଆଉ ତମେ ଯୋଉଠି ଥିଲେ ସେଇଠି ହାତ ମାରି ଦେଉଛ ଯେ। ଆରେ ନା ନା ତୁମେ ଭୁଲ ବୁଝୁଛ। ଦେଖ ମୋତେ ମନା କରନି, ମୋତେ ତୁମେ ନିଜର କରି ନେବାକୁ ପଡ଼ିବ। ଦେଖ ଆମେ ଏଠି ବହୁତ ସମୟ ରହିଗଲୁଣି। ତମ କଥା ମୁଁ କେବେ ହେଲେ ପାଳନ କରିପାରିବିନି। ଆମେ ଯାଉଛୁ। ତାହେଲେ ତୁମେ କଦାପି ଭଲ ପାଇପାରିବନି। ନା ଠିକ ଅଛି ଠିକ ଅଛି, ତୁମେ ଯାଇପାର ସୌରଭୀ, ତୁମେ ଯାଇପାର। ଆଲେ ଚାଲ ଘରକୁ ଫେରିଯିବା। କାହିଁକି ନା ମହିଳା ମତେ ମୋ ବାଟ ଚାହିଁ ବସିଥିବେ। ଚାଲ ଚାଲ। ଦିନ ମନେ ପକେଇବ ହେଲା। ହଁ ଚଲ ଆବେ ଚଲ। ଦେଖିଲୁ ତ ସେମାନେ ଆମ କଥାରେ ରାଜି ନ ହୋଇ ଆମ ପରିଚୟ ଆଉ ତାଙ୍କ ପରିଚୟ ଦେଇ ଚାଲି ଯାଇଛନ୍ତି। ଗୁରୁ ହଁ ମୁଁ ଥାଉ ଥାଉ କ'ଣ ଆପଣଙ୍କୁ କିଛି ଅଭାବ ହେବନି। ନା ନା ମୁଁ ବୁଝେଇ ଦେବି। ନିଶ୍ଚୟ ନିଶ୍ଚୟ ସତ କହୁଛ। ସତ କହୁଛି। ତାହେଲେ ଠିକ ଅଛି, ହଁ ଆର ଦିନେ ତାଙ୍କୁ ପୁଣି ଥରେ ସାକ୍ଷାତ କରିବା। ଠିକ ଅଛି। ଏଥର ଯିବା। ଚାଲ ଯିବା। ଚାଲ।